word. ସେଥିପାଇଁ ଆଜି ସନ୍ଧ୍ୟାରେ ଆପଣ ମାନଙ୍କର ପାଖକୁ ଆସି ପରମେଶ୍ୱରଙ୍କର ବାକ୍ୟ ବାଞ୍ଚିବା ପାଇଁ ଆମଙ୍କର ଏକ ସୁଯୋଗ ମିଳିଛି। Right? How many of you have needs, request? ଆଉ କେତେ ଜଣ ଆପଣ ମାନଙ୍କର ଯୋଉ ଅନୁରୋଧ ଗୁଡିକ କେତେ ଜଣଙ୍କର ଅଛି? Right? Every one of us some or the other need. ଆଉ କିଛି ନା କିଛି ଆମମାନଙ୍କର ଆବଶ୍ୟକ ବିଷୟ ସମସ୍ତଙ୍କର ଅଛି। But what is the word says? ଆଉ କିନ୍ତୁ ବାକ୍ୟ ଆମମାନଙ୍କୁ କଣ କହେ? Ask and ye shall receive. ବାକ୍ୟ ଆମମାନଙ୍କୁ କହେ ମାଗ ସେଥିରେ ତୁମମାନଙ୍କୁ ଦିଆଯିବ। But many times we don't know what to ask God. ଆଉ କିନ୍ତୁ ଅନେକ ସମୟରେ ଆମେ ଜାଣି ନଥାଉ ଯେ ପରମେଶ୍ୱରଙ୍କୁ ଆମେ କଣ ମାଗିବା। God said ask and ye shall receive. ପରମେଶ୍ୱର କହନ୍ତି ଯେ ତୁମମାନେ ମାଗ ସେଥିରେ ତୁମମାନେ ପାଇବ। But we don't know what to ask exactly. କିନ୍ତୁ ଠିକ ଭାବରେ ଆମେ ଜାଣି ନଥାଉ ଯେ ଆମମାନଙ୍କୁ କଣ ମାଗିବ। From the word of God we will learn how people ask and receive from God. କିନ୍ତୁ ଆମେ ବର୍ତ୍ତମାନ ଈଶ୍ୱରଙ୍କର ବାକ୍ୟର ଆମେ ଶୁଣିବା ଯେ ପରମେଶ୍ୱରଙ୍କ ଲୋକମାନେ କି ପ୍ରକାର ଭାବରେ ପରମେଶ୍ୱରଙ୍କୁ ମାଗିଛନ୍ତି ଆଉ ସେମାନେ ପାଇଛନ୍ତି। Because God said ask and ye shall receive. କାରଣ ପରମେଶ୍ୱର କହିଛନ୍ତି ଯେ ତୁମାନେ ମାଗ ତୁମମାନଙ୍କୁ ଦିଆଯିବ। We always ask God for money only. ଆଉ କିନ୍ତୁ ଅନେକ ସମୟରେ ଆମେ କେବଳ ଅର୍ଥ ବା ପଇସା ହିଁ ଆମେ ପରମେଶ୍ୱରଙ୍କୁ ମାଗିଥାଉ। Money could be everything. ଆଉ ହେଇପାରେ ପଇସା ଆଉ ହେଇପାରେ ସମସ୍ତ ବିଷୟ। But it is not the only thing. ଆଉ କିନ୍ତୁ ତାହା ହିଁ କେବଳ ମାଗିବା ସେଇଟା ନୁହଁ। Other than money, ଆଉ ପଇସା ମାଗିବା ଛଡା ମଧ୍ୟ ପଇସା ମାଗିବା ଅପେକ୍ଷା many things are there that we have to ask from God. ଆଉ ଅନେକ ବିଷୟ ରହିଛି ଯାହାକି ଆମେ ପରମେଶ୍ୱରଙ୍କ ଠାରୁ ଆମେ ମାଗି ପାରିବା। So this evening, ଆଉ ଏହି ସନ୍ଧ୍ୟା ସମୟରେ we will look into the word of God. ଆଉ ପରମେଶ୍ୱରଙ୍କର ବାକ୍ୟ ମଧ୍ୟରେ ଆମେ ଦେଖିବା। And we will see different men and women of God. ଆଉ ଯେ ଭିନ୍ନ ଭିନ୍ନ ପ୍ରଭୁଙ୍କର ଦାସ ଦାସୀ ମାନେ କି ପ୍ରକାର ମାଗିଛନ୍ତି ସେ ବିଷୟରେ What they ଦେଖିବା। asked God. ଆଉ କଣ ସେମାନେ ପରମେଶ୍ୱରଙ୍କୁ ମାଗିଛନ୍ତି and how God answered them. ଆଉ ସେମାନଙ୍କୁ ପରମେଶ୍ୱର କି ପ୍ରକାର ଉତ୍ତର ଦେଇଛନ୍ତି। In Genesis 18, ଆଦି ପୁସ୍ତକ 18 ପର୍ବ from 22 to 32 we see. We will not read but just in the chapter. ଆମେ ପଢିବା ନାହିଁ କିନ୍ତୁ ଆମେ ଦେଖିବା ଯେ 18 ପର୍ବ 22 ପଦରୁ ଆଉ କିଛି ଅଂଶ ପର୍ଯ୍ୟନ୍ତ ଆମେ ଦେଖିବା। In Genesis 18, 18 ପର୍ବ ଆଦି ପୁସ୍ତକ we will see about Abraham. ଆଉ ସେଠି ଆମେ ଅବ୍ରାହମଙ୍କ ବିଷୟରେ ଆମେ ଦେଖୁଛୁ। What Abraham was doing. ଆଉ ସେଠି ଅବ୍ରାହମ କଣ କରୁଛନ୍ତି ତାହା ଆମେ ଦେଖୁଛୁ। Abraham is called the friend of God. ଆଉ ଅବ୍ରାହମକୁ ପରମେଶ୍ୱର ନିଜର ବନ୍ଧୁ ବୋଲି ସେ ଡାକୁଥିଲେ। When God wanted to destroy Sodom and Gomorrah, ଆଉ ଯେତେବେଳେ ପରମେଶ୍ୱର ସୋଦମ ଏବଂ ଗମୋରାକୁ ବିନଷ୍ଟ କରିବା ପାଇଁ ଚାହିଁଲେ and Abraham was interceding for Sodom and Gomorrah. ଆଉ ସେହି ସମୟରେ ଅବ୍ରାହମ ଆଉ ସୋଦମ ଏବଂ ଗମୋରା ସପକ୍ଷରେ ସେ ଠିଆ ହେଉଛନ୍ତି। In Sodom and Gomorrah, Abraham's relative or brother's son Lot's family was there in Sodom and Gomorrah. କାରଣ ସେହି ସୋଦମ ଗମୋରାରେ ଆଉ ଲୋଟ ଯେ କି ଆଉ ଅବ୍ରାହମଙ୍କର ପରିବାର ମଧ୍ୟରୁ ଜଣେ ସଦସ୍ୟ ଆଉ ଲୋଟ ସେ ସ୍ଥାନରେ ତାଙ୍କ ପରିବାର ସହିତ ରହୁଥିଲେ। When God told Abraham that I am going to destroy Sodom and Gomorrah, ଆଉ ଯେତେବେଳେ ପରମେଶ୍ୱର କହିଲେ ଯେ ମୁଁ ସୋଦମ ଏବଂ ଗମୋରାକୁ ମୁଁ ବିନଷ୍ଟ କରିବି, now Abraham is thinking about his family and the city. ଆଉ ସେହି ସମୟରେ ଅବ୍ରାହମ ତାଙ୍କର ଯୋଉ ସମ୍ପର୍କୀୟ ପରିବାର ମାନେ ରହୁଥିଲେ ଲୋଟଙ୍କ ପରିବାର ସେ ବିଷୟରେ ସେ ଚିନ୍ତା କରୁଛନ୍ତି ମଧ୍ୟ ଆଉ ସେ ସହର ବିଷୟରେ ଚିନ୍ତା କରୁଛନ୍ତି। Abraham started praying for Sodom and Gomorrah. ଆଉ ଅବ୍ରାହମ ସେହି ସମୟରେ ସୋଦମ ଗମୋରା ନିମନ୍ତେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ। He was bargaining for Sodom and Gomorrah. ଆଉ ସେ ସୋଦମ ଗମୋରା ପାଇଁ କଣ କରୁଛନ୍ତି ପ୍ରଭୁଙ୍କ ନିକଟରେ ସେ ବିନତି କରୁଛନ୍ତି। Lord, if there are 50 righteous people in Sodom and Gomorrah, will you destroy that city? ଆଉ ସେତେବେଳେ କହୁଛନ୍ତି ଅବ୍ରାହମ ଯଦି 15 ରୁ 20 ଲୋକ ଯଦି ପ୍ରଭୁ ଧାର୍ମିକ ବ୍ୟକ୍ତି ସେହି ସହରରେ ଥିବେ ତେବେ ସେହି ସହରକୁ ବିନଷ୍ଟ କରିବ କି ପ୍ରଭୁ ବୋଲି ପଚାରୁଛନ୍ତି। We know the story. ଆମେ ସେ କାହାଣୀ ଆମେ ଜାଣିଛୁ। He is not directly asking to save Lot and family. ଆଉ ସେ ସିଧା ସଳଖ ଭାବରେ ଲୋଟ ଆଉ ତାଙ୍କର ପରିବାରକୁ ସୁରକ୍ଷା କରିବା ପାଇଁ ସେ ମାଗୁ ନାହାନ୍ତି। Abraham didn't knew only Lot's family was righteous there. ଆଉ ଅବ୍ରାହମ ଜାଣିଛନ୍ତି ଯେ କେବଳ ଲୋଟଙ୍କ ପରିବାର ହିଁ ସେହି ସୋଦମ ଗମୋରା ସହରରେ କେବଳ ଧାର୍ମିକ ଅଟନ୍ତି। Maybe he thought many other Christians or many other righteous people are there in Sodom, so that let him save them also. ଆଉ ତାହା ସହିତ ମଧ୍ୟ ଅବ୍ରାହମ ଭାବୁଛନ୍ତି ଯେ ଆଉ ଲୋଟଙ୍କ ପରିବାର ଛଡା ଆହୁରି ଅନ୍ୟମାନେ ମଧ୍ୟ କେଜାଣି ଆଉ ପ୍ରଭୁଙ୍କୁ ଜାଣିବା ଲୋକମାନେ ସେଠି ଥିବେ ତାହା ସେ ଚିନ୍ତା କରୁଛନ୍ତି। When Abraham was asking God about 58, 40 and all these people, ଆଉ ଯେତେବେଳେ ଅବ୍ରାହମ କଣ କରୁଛନ୍ତି ଯେ ଆଉ 15, 20 ଆଉ ଏ ପ୍ରକାର ଭାବରେ ଆଉ ସେ ମାପିକି ନେଉଛନ୍ତି,
God said, I will not destroy. ଆଉ ସେଇ ସମୟରେ ପରମେଶ୍ୱର ଅବ୍ରାହମଙ୍କୁ କହୁଛନ୍ତି ଯେ ସେଠି ଯଦି 15-20 ଲୋକ ବି ଥିବେ ମୁଁ ସେ ସହରକୁ ବିନଷ୍ଟ କରିବି ନାହିଁ। From 50% till 10%, he was asking God to save Sodom and Gomorrah. ଆଉ 50 ରୁ ଆରମ୍ଭ କରି 10 ଜଣ ପର୍ଯ୍ୟନ୍ତ ଆଉ ଯେତେବେଳେ ଅବ୍ରାହମ ଅନୁରୋଧ କରୁଛନ୍ତି ଆଉ ସୋଦମ ଗମୋରାକୁ ପରମେଶ୍ୱର ରକ୍ଷା କରିବା ପାଇଁ ସେ ଇଚ୍ଛା କରୁଛନ୍ତି। In Sodom and Gomorrah, not even 10 righteous people were there to save that city. ଆଉ ସେଇ ସୋଦମ ଗମୋରା ସହରରେ ଏ ପ୍ରକାର ଏକ ସହର ଥିଲା ଯୋଉଠି କେବଳ ଆଉ 10 ଜଣ ମଧ୍ୟ ସେଇଠି ଧାର୍ମିକ ବ୍ୟକ୍ତି ନଥିଲେ। God is a prayer answering God. ଆଉ କିନ୍ତୁ ପରମେଶ୍ୱର ସେ ପ୍ରାର୍ଥନାର ଉତ୍ତରକାରୀ ପରମେଶ୍ୱର। If 10 righteous people were there in Sodom and Gomorrah, ଆଉ ଯଦି 10 ଜଣ ଧାର୍ମିକ ବ୍ୟକ୍ତି ସୋଦମ ଗମୋରା ଯଦି ରହିଥାନ୍ତେ God would have saved that city. ଆଉ ପରମେଶ୍ୱର ସେଇ ସହରକୁ ସୁରକ୍ଷା କରିପାରିଥାନ୍ତେ। Because there was no righteous persons in that place, ଆଉ ସେଠାରେ ଧାର୍ମିକ ବ୍ୟକ୍ତି ଆଉ ନଥିବା ହେତୁରୁ God destroyed that place. ଆଉ ସେଇ ସ୍ଥାନକୁ ପରମେଶ୍ୱର ବିନଷ୍ଟ କଲେ। What is the topic? Ask and ye shall receive. ଆମମାନଙ୍କର ଆଉ ଯୋଉ ମୁଖ୍ୟ ବିଷୟ ହେଉଛି ଯେ ତୁମାନେ ମାଗ ସେଥିରେ ତୁମମାନଙ୍କୁ ଦିଆଯିବ। In Genesis 30-26, Genesis 30-26, ଆମର ଯଦି ଆଦି ପୁସ୍ତକ ତାର 32 ଅଧ୍ୟାୟର ଆଉ 26 ପଦ ଦେଖିବା Jacob was asking God to bless him. ଆଉ ଏଠାରେ ଯାକୋବ କଣ କରୁଛନ୍ତି ନା ତାକୁ ଆଶୀର୍ବାଦ କରିବା ପାଇଁ ସେ ମାଗୁଛନ୍ତି। And he said, let me go for the day breaks. But he said, I will not let you go unless you bless me. ଆଉ ଏଠି ସେ କହୁଛନ୍ତି ତ ଯାକୋବ କହିଲେ ତୁମେ ମୋତେ ଆଶୀର୍ବାଦ ନ କରିବା ପର୍ଯ୍ୟନ୍ତ ମୁଁ ତୁମକୁ ଛାଡ଼ିବି ନାହିଁ। What do we see there? ଆଉ ଏଠି ଆମେ କଣ ଦେଖୁଛୁ? He was fighting with God for a blessing. ଆଉ ସେ ଆଶୀର୍ବାଦ ପାଇବା ନିମନ୍ତେ ପରମେଶ୍ୱରଙ୍କ ସହିତ ସେ ଯୁଦ୍ଧ କରୁଛନ୍ତି। No, Lord, I am not going to leave you until you bless me. ଆଉ ସେ କହୁଛନ୍ତି ଯେ ପ୍ରଭୁ ମୋତେ ଆଶୀର୍ବାଦ ନ କରିବା ପର୍ଯ୍ୟନ୍ତ ମୁଁ ଛାଡ଼ିବି ନାହିଁ। He is not asking for money. ଆଉ ସେ ପଇସା ମାଗୁନାହାନ୍ତି। He is not asking for anything. ଆଉ କୌଣସି ଅନ୍ୟ ବିଷୟ ସେ ମାଗୁନାହାନ୍ତି। He said, Lord, bless me. ଆଉ ସେ ଗୋଟେ ବିଷୟ କହୁଛନ୍ତି ପ୍ରଭୁ ମୋତେ ଆଶୀର୍ବାଦ କର। The blessing of the Lord has everything you need. ଆଉ ପରମେଶ୍ୱରଙ୍କର ଆଶୀର୍ବାଦ ହେଉଛି ଆମମାନଙ୍କର ସମସ୍ତ ଆବଶ୍ୟକ ବିଷୟ ଅଟେ। He said, Lord, you bless me. ଆଉ ସେ କହୁଛନ୍ତି ପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ। If you don't bless me, I am not going to leave you. ଆଉ ଯଦି ମୋତେ ଆଶୀର୍ବାଦ କରିବେ ନାହିଁ ପ୍ରଭୁ ମୁଁ ତୁମକୁ ଛାଡ଼ିବି ନାହିଁ। That is the heart we should have. ଆଉ ସେହି ହୃଦୟ ଆମମାନଙ୍କର ହେବା ଆବଶ୍ୟକ। Many times what we do, ଆଉ ଅନେକ ସମୟରେ ଆମମାନେ କଣ କରୁଛୁ? we pray for once, ଆଉ ଅନେକ ସମୟରେ ଆମମାନେ ଥରେ କେବଳ ପ୍ରାର୍ଥନା କରି or ଦଉଛୁ 2 ଗୋଟେ times, ବିଷୟ ପାଇଁ, or 2 ଥର twice, or thrice, ଆଉ ଏ ପ୍ରକାର 2 ଥର କିମ୍ବା 3 ଥର ଗୋଟେ ବିଷୟ ପାଇଁ ଆମେ ପ୍ରାର୍ଥନା କରି or ଦଉଛୁ। say 100 times. ଆଉ ହେଇପାରେ 100 ଥର ମଧ୍ୟ କରି ଦେଇ ପାରୁଛୁ। When God doesn't answer you, ଆଉ ସେଇ ସମୟରେ ଯଦି ଆଉ ସେ 100 ଥର କଲା ପରେ ମଧ୍ୟ ଯଦି ପରମେଶ୍ୱର ଯଦି ଉତ୍ତର ଦେଉନାହାନ୍ତି we stop praying. ଆଉ ସେଇ ସମୟରେ ପ୍ରାର୍ଥନାକୁ ଆମେ ବନ୍ଦ କରି ଦଉଛୁ। We are angry with God. ଆଉ ସେଇ ସମୟରେ ପରମେଶ୍ୱରଙ୍କୁ ଆମେ ରାଗୁଛୁ। My God doesn't answer my prayer. ଆଉ କହୁଛୁ ଆମମାନେ ମୋର ପରମେଶ୍ୱର ମୋତେ ମୋର ଉତ୍ତର ଦେଉନାହାନ୍ତି How ପ୍ରାର୍ଥନା। many times should I ask God? ଆଉ ମୁଁ କେତେ ଥର ପ୍ରଭୁଙ୍କୁ ମାଗିବି? What is not answering my prayer? ଆଉ କାରଣ ସେ ମୋର ପ୍ରାର୍ଥନାର ଉତ୍ତର ଦେଉନାହାନ୍ତି। Is it deaf or what? ଆଉ ସେ ହଇରା ଅଛନ୍ତି, କାଲା ହେଇଯାଇଛନ୍ତି କି? We give up on prayer. ଆଉ ସେଇ ସମୟରେ ଆମେ ପ୍ରାର୍ଥନାକୁ ବନ୍ଦ କରି ଦଉଛୁ। You have to fight with God. କିନ୍ତୁ ଆପଣମାନଙ୍କୁ ପରମେଶ୍ୱରଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିବ। You should ask God, ଆଉ ମାଗିବାକୁ ପଡ଼ିବ। Lord, I will not stop praying ଆଉ ଯୋଉ ପର୍ଯ୍ୟନ୍ତ ପ୍ରଭୁ ମୋତେ ଦେଇନ ସେ ପର୍ଯ୍ୟନ୍ତ ମୁଁ କଣ କରିବି ନାହିଁ ପ୍ରାର୍ଥନାକୁ ମୁଁ ବନ୍ଦ କରିବି ନାହିଁ। ହାଲେଲୁୟା। I will not stop praying. ଆଉ ମୁଁ ବନ୍ଦ କରିବି ନାହିଁ ପ୍ରାର୍ଥନା I will କରିବା। not stop praying ଆଉ ମୁଁ ପ୍ରାର୍ଥନା ବନ୍ଦ କରିବି ନାହିଁ until you bless me. ଆଉ ଯୋଉ ପର୍ଯ୍ୟନ୍ତ ମୋତେ ଆଶୀର୍ବାଦ କରିନାହଁ, Until you bless me. ଯୋଉ ପର୍ଯ୍ୟନ୍ତ ଆଶୀର୍ବାଦ କରିନାହଁ, Until you answer my prayer. ଆଉ ମୋର ପ୍ରାର୍ଥନାର ଉତ୍ତର ଯୋଉ ପର୍ଯ୍ୟନ୍ତ I ଦେଇନାହଁ, am not going to leave you. ଆଉ ମୁଁ ପ୍ରଭୁ ତୁମକୁ ଛାଡ଼ିବି ନାହିଁ। Then what did God do? ଆଉ ସେତେବେଳେ ପରମେଶ୍ୱର କଣ କରୁଛନ୍ତି ଏଠି? God blessed Jacob. ଆଉ ପରମେଶ୍ୱର ଯାକୋବଙ୍କୁ କଣ କଲେ? ଆଶୀର୍ବାଦ କଲେ। What is the blessing? ଆଉ ସେ ଆଶୀର୍ବାଦ କଣ? Verse 28. ଆଉ 28 ପଦ ଆମେ ଦେଖିବା। And he said, your name shall no longer be called Jacob but Israel, for you have struggled with God and with men and have prevailed. ଆଉ ସେଠି ସେ କହୁଛନ୍ତି ତୁମେ ଯାକୋବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ପରମେଶ୍ୱରଙ୍କ ସହିତ ଯୋଦ୍ଧା ନାମରେ ବିଖ୍ୟାତ ହେବ। Here God changed his name. ଆଉ ଏଇଠି ଆମେ ଦେଖୁଛୁ ଯେ ପରମେଶ୍ୱର ଯାକୋବଙ୍କର ନାମକୁ ବଦଳେଇ ଦଉଛନ୍ତି। Jacob means ଯାକୋବର ଅର୍ଥ କଣ? he is a deceiver. ଆଉ ସେ କଣ କରୁଛୁ ନା ପ୍ରତାରକ।
What does Israel talk about? ଆଉ ଇସ୍ରାଏଲ ର ଅର୍ଥ କଣ? Is a blessing. ଆଉ ତାହା ହଉଛି ଆଶୀର୍ବାଦ। One prayer, ଆଉ ଯେତେବେଳେ ପ୍ରାର୍ଥନା କଲେ a deceiver was transformed into a blessing. ଆଉ ସେଇ ପ୍ରତାରଣକାରୀ ପ୍ରତାରକ କଣ ହଉଛନ୍ତି ନା ଆଶୀର୍ବାଦ ରୂପରେ ପରିଣତ He ହଉଛନ୍ତି। became a father of many nations. ଆଉ ସେ ଅନେକ ଜାତିର ଅନେକ ବଂଶର ସେ ପିତା ହଉଛନ୍ତି। He was a deceiver. He deceived his parents, he deceived his brothers. ଆଉ ସେ ନିଜର ବାପା ମାକୁ ଠକିଛନ୍ତି, ପ୍ରତାରଣା କରିଛନ୍ତି, ନିଜର ଭାଇ ଏସବୁ ସେ ପ୍ରତାରଣା କରିଛନ୍ତି। When he fought with God and prevailed, ଆଉ ଯେତେବେଳେ ପରମେଶ୍ୱରଙ୍କ ସହିତ ସେ ଯୁଦ୍ଧ କରିକି କଣ କରୁଛନ୍ତି ନା ମାଗୁଛନ୍ତି, the change of name is a blessing in his life. ଆଉ ତାହାଙ୍କର ଜୀବନରେ ନାମରେ ଏକ ପରିବର୍ତ୍ତନର ଆଶୀର୍ବାଦକୁ ସେ ପାଉଛନ୍ତି। If he was still called Jacob, ଆଉ ଯଦି ସେ ପର୍ଯ୍ୟନ୍ତ ଯଦି ସେ ଯାକୋବ ନାମରେ ଯଦି ନାମିତ ରହିଥାନ୍ତେ, we don't know how many people he would have deceived in his lifetime. ଆଉ ତାଙ୍କର ଜୀବନ ସାରା ସେ କେତେ ଜଣକୁ ପ୍ରତାରଣା କରିଥାନ୍ତା, ଠକିଥାନ୍ତା ପୁଣି। But when God visited him, ଆଉ କିନ୍ତୁ ପରମେଶ୍ୱର ଯେତେବେଳେ ତାଙ୍କୁ ପରିଦର୍ଶନ କରୁଛନ୍ତି, from hereafter, ଆଉ ସେଇ ସମୟ ଠାରୁ you will be called Israel. ଆଉ ତାଙ୍କୁ କହିଲେ ତୁମ ନାମ କଣ ହେବ? ଇସ୍ରାଏଲର ବିଖ୍ୟାତ ହେବ। Because ହାଲେଲୁୟା। Israel says it's a chosen generation. ଆଉ କାରଣ ଇସ୍ରାଏଲ ହଉଛି ଏକ ଯେ ମନୋନୀତ ଆଉ ବଂଶ ବା ଜାତି। Israel is near to me. ଆଉ ଇସ୍ରାଏଲ ହଉଛନ୍ତି ଆମମାନଙ୍କର ନିକଟବର୍ତ୍ତୀ। One person's prayer changes his entire generation. ଆଉ ଜଣେ ଲୋକର ପ୍ରାର୍ଥନା ତାଙ୍କର ସମସ୍ତ ଆଉ ବଂଶକୁ କଣ କରିଦେଲା? ପରିବର୍ତ୍ତନ କରିଦେଲା। Exodus 33:18. ଆଉ ଆଦି ପୁସ୍ତକ 33 ଅଧ୍ୟାୟର 18 ପଦ। ଯାତ୍ରା ପୁସ୍ତକ ଯାତ୍ରା 33 ପର୍ବ 18 ପଦ। Moses was visiting God on the mountain. ଆଉ ଏଇଠାରେ ଆମେ ଦେଖୁଛୁ ମୋଶା କଣ କରୁଛନ୍ତି ନା ପର୍ବତ ଉପରେ ପରମେଶ୍ୱରଙ୍କ ନିକଟକୁ ସେ ଯାଉଛନ୍ତି। 2 times Moses went to the mountain to pray with God. ଆଉ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ମୋଶା 2 ଥର ସେ ପର୍ବତକୁ ଯାଉଛନ୍ତି। God called Moses to come on the mountain to spend time with him, to give instructions. ଆଉ ପରମେଶ୍ୱର ମୋଶାଙ୍କୁ ଡାକୁଛନ୍ତି ଯେ ତାଙ୍କ ସହିତ ପରମେଶ୍ୱରଙ୍କ ସହିତ ସୌଭାଗ୍ୟତା ଲାଭ କରିବା ପାଇଁ, କଥାବାର୍ତ୍ତା କରିବା ପାଇଁ, ମଧ୍ୟ ତାଙ୍କୁ ଶିକ୍ଷା ଦେବା ପାଇଁ, ଉପଦେଶ ଦେବା ପାଇଁ ପରମେଶ୍ୱର ମୋଶାଙ୍କୁ ପର୍ବତ ଉପରକୁ ଡାକୁଛନ୍ତି। 40 days and 40 nights he did not eat and drink. He was in the presence of God. 40 ଦିନ ଏବଂ 40 ରାତ୍ରି ସେ କୌଣସି ଖାଦ୍ୟ ନ ଖାଇ ସେ କଣ କରୁଛନ୍ତି? ଈଶ୍ୱରଙ୍କର ଉପସ୍ଥିତି ମଧ୍ୟରେ ସେ କଣ କରୁଛନ୍ତି? ସମୟକୁ ସେ ବିତଉଛନ୍ତି। He was just hearing the word of God, but he was not able to see God. ଆଉ ସେ କେବଳ ପରମେଶ୍ୱରଙ୍କର କଣ କରୁଛନ୍ତି ନା କଥାକୁ ସେ ଶୁଣୁଛନ୍ତି, କିନ୍ତୁ ସେ ପରମେଶ୍ୱରଙ୍କୁ ଦେଖି ପାରୁନଥିଲେ। First time he went, ଆଉ ପ୍ରଥମ ଥର ସେ ଗଲେ, God gave him the 10 commandments. ଆଉ ସେଇ ସମୟରେ ପରମେଶ୍ୱର ତାଙ୍କୁ 10 ଆଜ୍ଞା ଦେଲେ। He came back ଆଉ ସେ ପୁନର୍ବାର ଫେରି ଆସିଲେ। because of sin. ଆଉ ସେ ପାପ ହେତୁରୁ ଫେରି ଆସିଲେ। He broke the 10 commandment tablets. ଆଉ ସେ ଲୋକମାନଙ୍କୁ ଦେଖିଲେ, ଏ ଲୋକମାନେ ଯୋଉ ପ୍ରକାର ପରିସ୍ଥିତିରେ ଥିଲେ, ସେ କଣ କଲେ ନା ସେ 10 ଆଜ୍ଞାକୁ ସେ ପ୍ରସ୍ତରକୁ ସେ ଭାଙ୍ଗି ଦେଲେ। He destroyed it. ଆଉ ସେ ତାକୁ ବିନଷ୍ଟ କରିଦେଲେ। After some time, ଆଉ କିଛି ସମୟ ପରେ God called him again ଆଉ ପୁନର୍ବାର ପରମେଶ୍ୱର ତାଙ୍କୁ ଡାକିଲେ। to come back to the mountain, ଆଉ ପୁନର୍ବାର ପର୍ବତକୁ ଆସିବା ପାଇଁ ଡାକିଲେ। to talk to him, ଆଉ ତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ, to give the 10 commandments again. ଆଉ ପୁନର୍ବାର ତାଙ୍କୁ 10 ଆଜ୍ଞା ଦେବା ପାଇଁ। That time, ଆଉ ସେଇ ସମୟରେ Moses had a desire. ଆଉ ମୋଶାଙ୍କର ଗୋଟେ ହୃଦୟର ଇଚ୍ଛା ହେଲା। In 33 verse 18 it says, ଆଉ 33 ପର୍ବର ତାର 18 ପଦରେ ଏ ପ୍ରକାର କୁହାଯାଏ, and he said, please show me your glory. ଆଉ ସେଇ ସମୟରେ ସେ କହୁଛନ୍ତି ଯେ ପ୍ରଭୁ ତୁମେ ଦୟା କରି ମତେ ତୁମର ମହିମାକୁ ଦେଖାଅ। ଆମେନ୍। Hallelujah. Hallelujah. What is he praying? ଆଉ ସେ କଣ ପ୍ରାର୍ଥନା କରୁଛନ୍ତି? He's not asking for money. ଆଉ ସେ କୌଣସି ଅର୍ଥ ଟଙ୍କା ମାଗୁ ନାହାନ୍ତି। He's not asking for anything else. ଆଉ କୌଣସି ଆବଶ୍ୟକ ବିଷୟକୁ ସେ ମାଗୁ ନାହାନ୍ତି। He's asking God to show him his glory. ଆଉ କେବଳ ଗୋଟେ ବିଷୟ ସେ ମାଗୁଛନ୍ତି, ଆଉ ପରମେଶ୍ୱରଙ୍କର ମହିମାକୁ ଦେଖିବା ପାଇଁ। Because for almost for 40 and 40, 80 days, he was in the presence of God. ଆଉ ସେ କଣ ନା 40 ଏବଂ 40 ଦିନ 80 ଦିନ ଧରି ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟରେ ଥିଲେ। But he physically didn't see God.
ଆଉ କିନ୍ତୁ ଶାରୀରିକ ଭାବରେ ପରମେଶ୍ୱରଙ୍କୁ ସେ ଦେଖି ନଥିଲେ। He was just listening to God. ଆଉ କେବଳ ସେ ପରମେଶ୍ୱରଙ୍କର କଥାକୁ ସେ ଶୁଣୁଥିଲେ। Now slowly a desire started in his heart. ଆଉ ଧୀରେ ଧୀରେ ତାଙ୍କ ହୃଦୟ ମଧ୍ୟରେ ଇଚ୍ଛା ଜାଗ୍ରତ ହେଲା। I left everything and came onto the mountain. ଆଉ ସେ ସମସ୍ତ ବିଷୟକୁ ଛାଡିକିରି ସେ ପର୍ବତକୁ ଗଲେ। All these days I didn't eat and drink. ଆଉ ଏ ସମସ୍ତ ଦିନରେ ମୁଁ କିଛି ଖାଦ୍ୟ ମୁଁ ଖାଇ ନାହିଁ କି କିଛି ପାନୀୟ ମୁଁ ପିଇ ନାହିଁ। Maybe he didn't slept also. ଆଉ ହୋଇପାରେ ସେ ଶୋଇ ମଧ୍ୟ ନାହାନ୍ତି। He's just talking to God. ଆଉ କେବଳ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। I just listen to the sound. ଆଉ ତାଙ୍କର ଶବ୍ଦକୁ ସେ ଶୁଣୁଛନ୍ତି। But where is the person? ଆଉ କିନ୍ତୁ ସେ ବ୍ୟକ୍ତି କୋଉଠି ଅଛନ୍ତି? How good it will be to see the person in person. ଆଉ ପରସ୍ପର ଦେଖା ଦେଖି ହେବା ବ୍ୟକ୍ତିଗତ ଭାବରେ ଆଉ କେତେ ସୁନ୍ଦର ବିଷୟ। He had a desire. ଆଉ ସେହି ଇଚ୍ଛା ତାଙ୍କ ହୃଦୟ ମଧ୍ୟରେ ଜାତ ହେଲା। And what did God tell him? ଆଉ ସେହି ସମୟରେ ପରମେଶ୍ୱର ତାଙ୍କୁ କଣ କହିଲେ? Verse 20. ଆଉ 20 ପଦରେ But he said, you cannot see my face, for no man shall see me and live. ଆଉ କିନ୍ତୁ ପରମେଶ୍ୱର ତାଙ୍କୁ କହିଲେ ଯେ ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ, କାରଣ ମନୁଷ୍ୟ ଆମ୍ଭକୁ ଦେଖି ବଞ୍ଚିବ ନାହିଁ। He want to see the glory of God or the face of God. ଆଉ ସେ ପରମେଶ୍ୱରଙ୍କର ମହିମାକୁ ଦେଖିବା ପାଇଁ ସେ ଚାହୁଁଛନ୍ତି ବା ପରମେଶ୍ୱରଙ୍କର ମୁଖକୁ ସେ ଦେଖିବା ପାଇଁ ଚାହୁଁଛନ୍ତି। God did not show himself to Moses to protect him. ଆଉ ତାଙ୍କୁ ସୁରକ୍ଷା ଦେବା ପାଇଁ ପରମେଶ୍ୱର ଆଉ କଣ କରୁନାହାନ୍ତି ନା ମୂଷାଙ୍କୁ ସେ ଦେଖା ଦେଉନାହାନ୍ତି। If Moses sees God, ଆଉ ଯଦି ମୂଷା କଣ କରିବେ ନା ପରମେଶ୍ୱରଙ୍କୁ ଯଦି ଦେଖିଦେବେ, Moses will die instantly. ଆଉ ସେ ସେଇ ସ୍ଥାନରେ ସୁନିଶ୍ଚିତ ଭାବରେ କଣ କରିବେ ମୃତ୍ୟୁବରଣ କରିବେ। ତେଣୁ ପରମେଶ୍ୱର ମୂଷାଙ୍କୁ ସୁରକ୍ଷା ଦେବା ପାଇଁ ରକ୍ଷା କରିବା ପାଇଁ ପରମେଶ୍ୱର ତାଙ୍କୁ ଦେଖା ଦେଉନାହାନ୍ତି। But what did God do? ଆଉ କିନ୍ତୁ ପରମେଶ୍ୱର କଣ କରୁଛନ୍ତି? Yes, because my son has a desire to see me. ଆଉ ସେ ପରମେଶ୍ୱର ମୋର ଯୋଉ ପୁତ୍ର ବା ମୂଷାଙ୍କର ଯୋଉ ମତେ ଦେଖିବାର ଯୋଉ ହୃଦୟର ଇଚ୍ଛା ରହିଛି, You cannot see my face, ଆଉ ତାଙ୍କୁ କହୁଛନ୍ତି ଯେ ତୁମେ ମୋର ମୁଖକୁ ଦେଖିପାରିବ ନାହିଁ, but you can see my back. ଆଉ କେବଳ ମୋର ଆଉ ପଛପଟ ହିଁ ତମେ କଣ କରିବ ଦେଖିପାରିବ। When I will pass from in front of you, ଆଉ ଯେତେବେଳେ ମୁଁ ତମର ସମ୍ମୁଖ ଦେଇ ମୁଁ ଗତି କରିବି, you only can see my back. ଆଉ କେବଳ ମୋର ପୃଷ୍ଠଭାଗ ପଛପଟ ହିଁ ଦେଖିପାରିବ। Whatever God, I want to see you and I want to see your presence, your ଆଉ glory. ସେ ମୂଷା କହୁଛନ୍ତି ଯାହା ହଉ ପ୍ରଭୁ ମୁଁ ଆପଣଙ୍କୁ ଦେଖିବା ପାଇଁ ଚାହୁଁଛି, ତୁମର ମହିମାକୁ ମୁଁ ଦେଖିବା ପାଇଁ ଚାହୁଁଛି, ପଛ କିମ୍ବା ଆଗ ମାନେ ନାହିଁ, କିନ୍ତୁ ତୁମର ମହିମାକୁ ପ୍ରଭୁ ତୁମକୁ ମୁଁ ଦେଖିବା ପାଇଁ ଚାହୁଁଛି। ହୃଦୟ ତାର ଇଚ୍ଛା ଏଠାରେ। God always fulfills your heart's desire. ପରମେଶ୍ୱର ସବୁବେଳେ ଆପଣ ମାନଙ୍କର ହୃଦୟର ଇଚ୍ଛାକୁ ସେ ପୂର୍ଣ୍ଣ କରନ୍ତି। ଆମେନ୍। No matter who you are, ଆଉ ହୋଇପାରେ ଆପଣ ଯେ ବି ହେଇଥାନ୍ତୁ ନା କାହିଁକି, God is always willing to fulfill your heart's desire. ଆଉ ଆପଣ ମାନଙ୍କର ସେ ହୃଦୟର ଇଚ୍ଛାକୁ ପରମେଶ୍ୱର ସେ ପୂର୍ଣ୍ଣ କରିବା ପାଇଁ ସେ ଚାହାନ୍ତି। God loves you. ଆଉ ପରମେଶ୍ୱର ଆପଣ ମାନଙ୍କୁ ପ୍ରେମ କରନ୍ତି। Psalms 51 verse 10. ଆଉ ଗୀତ ସଂହିତା ଆମମାନେ 51ର ତାର 10 ପଦ ଦେଖିବା। Here, what is David asking God? ଆଉ ଏଠାରେ ଦାଉଦ ପରମେଶ୍ୱରଙ୍କୁ କଣ ମାଗୁଛନ୍ତି? Create in me a clean heart, O God, and renew a steadfast spirit within me. Do not cast me away from your presence, and do not take your Holy Spirit from me. ଆଉ ଏଠି ଦାଉଦ ଗୋଟେ ବିଷୟ ସେ ମାଗୁଛନ୍ତି ପରମେଶ୍ୱରଙ୍କୁ ଯେ ହେ ପରମେଶ୍ୱର ମୋ ଅନ୍ତରରେ ସୂଚି ଅନ୍ତଃକରଣ ସୃଷ୍ଟି କର ଓ ମୋ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର। ତୁମ୍ଭ ଛାମୁରୁ ମତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋ ଠାରୁ ନିଅ ନାହିଁ। 10 ଏବଂ 11 ପଦ। What is David asking God? ଆଉ ପରମେଶ୍ୱରଙ୍କୁ ଦାଉଦ କଣ ମାଗୁଛନ୍ତି? Lord, create in me a clean heart, O God. ଆଉ ସେଠି ଦାଉଦ ମାଗୁଛନ୍ତି ଯେ ପରମେଶ୍ୱର ମୋର ହୃଦୟକୁ କଣ କର ନା ସୁସ୍ଥିର ବା ସୂଚି କର, ମୋର ସୂଚି ଅନ୍ତଃକରଣ ମତେ ଦିଅ ପ୍ରଭୁ। Lord, you renew my spirit within me. ଆଉ ମୋର ଯୋଉ ଆତ୍ମା ରହିଛି ତାକୁ ନୂତନ କର ପ୍ରଭୁ ବୋଲି ମାଗୁଛନ୍ତି। Because I want to stay connected with you. କାରଣ ମୁଁ ତମ ସହିତ ସମ୍ପର୍କରେ ରହିବା ପାଇଁ ଚାହୁଁଛି ପ୍ରଭୁ ମା କହୁଛନ୍ତି। As a king, ଆଉ ମୁଁ ଜଣେ ରାଜା ଭାବରେ I am attracted to many things in this world. ଆଉ ଏ ଜଗତର ଅନେକ ବିଷୟ ସହିତ ମୋର ସମ୍ପର୍କ ଅଛି। Maybe I am falling into sin time again and again. ଆଉ ହୋଇପାରେ ଯେ ମୁଁ ପାପରେ
ପୁରା ବାରମ୍ବାର ବାରମ୍ବାର ମୁଁ ପତିତ ହେଇ ଯାଇ ପାରିବି He's asking God for repentance ଆଉ ସେ ପରମେଶ୍ୱରଙ୍କୁ ପରିବର୍ତ୍ତନ ହେବା ପାଇଁ ମନ ପରିବର୍ତ୍ତନ କରିବା ପାଇଁ ସେ ମାଗୁଛନ୍ତି and asking God for forgiveness ଆଉ ସେ ପରମେଶ୍ୱରଙ୍କୁ ସେ କ୍ଷମା ମାଗୁଛନ୍ତି and asking God, Lord, please create in me a clean heart, O God. ଆଉ ସେଠି କହୁଛନ୍ତି ପ୍ରଭୁ ମତେ ସୂଚି ଅନ୍ତଃକରଣ ସୃଷ୍ଟି କର ମୋ ଠାରେ ବୋଲି ମାଗୁଛନ୍ତି My heart is becoming dirty day by day. ଆଉ ପ୍ରତ୍ୟେକ ଦିନ 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 କଣ ହଉଛି ନା ମୋର ହୃଦୟ ପାପରେ ପୂର୍ଣ୍ଣ ହଉଛି ପ୍ରଭୁ Maybe I'm thinking different thoughts in my mind and my heart. ଆଉ ମୋର ହୃଦୟରେ ମୋର ମନ ଭିତରେ ବିଭିନ୍ନ ପ୍ରକାର ପାପ ଚିନ୍ତା ମୁଁ କରୁଛି ପ୍ରଭୁ କହୁଛନ୍ତି Lord, but you can create in a clean heart, O God. ଆଉ କିନ୍ତୁ ପ୍ରଭୁ ତୁମେ ମୋର ହୃଦୟକୁ ସୂଚି କରିବେ ପ୍ରଭୁ ତାହା ସେ କହୁଛନ୍ତି God has cleansed him and purged him. ଆଉ ତାଙ୍କୁ କଣ କଲେ ନା ପରମେଶ୍ୱର ତାଙ୍କୁ ସୂଚି କଲେ ଆଉ ତାଙ୍କ ହୃଦୟକୁ ସୁସ୍ଥିର କଲେ God is a prayer answering God. ଆଉ ପରମେଶ୍ୱର ସେ ପ୍ରାର୍ଥନାର ଉତ୍ତରକାରୀ ପରମେଶ୍ୱର ସେ ଅଟନ୍ତି And 1 Kings ଆଉ ପ୍ରଥମ ରାଜାବଳୀ chapter 3 ତିନି ପର୍ବ verses 5 to 14 if you see. 5ରୁ ଯଦି ଆମେ 14 ପଦ ପର୍ଯ୍ୟନ୍ତ ଯଦି ଆମେ ଦେଖିବା ପ୍ରଥମ ରାଜାବଳୀ ତିନି ପର୍ବ We'll talk about Solomon. ଆଉ ଏଇଠି ଆଉ ସୋଲୋମନଙ୍କ ବିଷୟରେ କୁହାଯାଇଅଛି When King Solomon was sleeping, ଆଉ ଯେତେବେଳେ ଆଉ ସୋଲୋମନ ରାଜା କରିଛନ୍ତି ଶୋଇଛନ୍ତି God visited Solomon in a dream. ଆଉ ସେଇ ସମୟରେ ସ୍ୱପ୍ନ ମାଧ୍ୟମରେ ପରମେଶ୍ୱର ତାଙ୍କୁ ପରିଦର୍ଶନ କରୁଛନ୍ତି And God asked Solomon, what do you want? ଆଉ ପରମେଶ୍ୱର ତାଙ୍କୁ ପଚାରୁଛନ୍ତି ସୋଲୋମନଙ୍କୁ ଯେ ସୋଲୋମନ ତୁମେ କଣ ଚାହୁଁଛ କଣ ତମର ଦରକାର And Solomon asked, Lord, give me wisdom to rule your people. ଆଉ ସୋଲୋମନ ସେଇ ସମୟରେ ଗୋଟେ ବିଷୟ ମାଗୁଛନ୍ତି ପ୍ରଭୁ ତୁମରି ଲୋକମାନଙ୍କୁ ଶାସନ କରିବା ପାଇଁ ଆଉ ମତେ କଣ କର ଜ୍ଞାନ ଦିଅ Lord, I don't have wisdom. Give me wisdom to take care or to rule these people that you have given me. ଆଉ ସେ କହୁଛନ୍ତି ପ୍ରଭୁ ତମେ ଯୋଉ ଲୋକମାନଙ୍କୁ ମତେ ଦେଇଛ ଶାସନ କରିବା ପାଇଁ ସେମାନଙ୍କୁ ଶାସନ କରିବା ପାଇଁ ପ୍ରଭୁ ମତେ କଣ କର ନା ଜ୍ଞାନ ଦିଅ ପ୍ରଭୁ What did God do? ଆଉ ପରମେଶ୍ୱର କଣ କଲେ Solomon, you have asked a good thing. ଆଉ ତାଙ୍କୁ ପରମେଶ୍ୱର କହୁଛନ୍ତି ତୁମେ ଉତ୍ତମ ବିଷୟ ମାଗିଛ You didn't ask for wealth and riches and money. ଆଉ କୌଣସି ଅର୍ଥ ମାଗିନା ହୋ ଧନ ମାଗିନା ହୋ ସମ୍ପତ୍ତି ମାଗିନା ହୋ You asked for wisdom to take care of my people. ଆଉ ମୋ ଲୋକମାନଙ୍କୁ ତୁମ ଦାୟିତ୍ୱ ନେବା ପାଇଁ ଶାସନ କରିବା ପାଇଁ ତୁମେ ଜ୍ଞାନ ମାଗିଛ What I will do is, ଆଉ ମୁଁ କଣ ତମ ପାଇଁ କରିବି I will give you wisdom ଆଉ ମୁଁ ତୁମକୁ ଜ୍ଞାନ ଦେବି like no one had till now, ଆଉ ଏ ପର୍ଯ୍ୟନ୍ତ ଆଉ ଯେ ସେଇ ପ୍ରକାର ଜ୍ଞାନ କେହି ମଧ୍ୟ ପାଇନଥିବେ nor will have that wisdom like you hereafter. ଆଉ ଏବେ ବର୍ତ୍ତମାନ କିମ୍ବା ସୋଲୋମନଙ୍କ ସମୟରେ କିମ୍ବା ଏବେ ଆଉ ଆଗକୁ ମଧ୍ୟ ଯେ ପ୍ରକାର କେହି ସେମିତି ଜ୍ଞାନୀ ନଥିବେ ସେ ଜ୍ଞାନ ମୁଁ ତୁମକୁ ଦେବି କହିଲେ Before Solomon, after Solomon, there is no wise man like Solomon. ଆଉ ସୋଲୋମନଙ୍କ ପୂର୍ବରୁ କିମ୍ବା ସୋଲୋମନଙ୍କ ପରେ ସୋଲୋମନଙ୍କ ପରି ଜ୍ଞାନୀ ଲୋକ ଆଉ କେହି ନାହାନ୍ତି Because his heart was right in the sight of God when he asked for wisdom. ଆଉ କାରଣ ତାହାଙ୍କର ହୃଦୟ ପରମେଶ୍ୱରଙ୍କ ସହିତ ଠିକ ରହିଥିଲା ଆଉ ସେଥିପାଇଁ ଯେତେବେଳେ ସେ କଣ କଲେ ନା ଜ୍ଞାନକୁ ସେ ମାଗିଲେ What did God give Solomon? ଆଉ କଣ ପରମେଶ୍ୱର ସୋଲୋମନଙ୍କୁ ଦେଲେ God gave wisdom, ଆଉ ପରମେଶ୍ୱର ତାଙ୍କୁ ଜ୍ଞାନ ଦେଲେ wealth and riches also. ଆଉ ଧନ ଏବଂ ସମ୍ପତ୍ତି ମଧ୍ୟ ତାଙ୍କୁ ପ୍ରଦାନ କଲେ Solomon asked only for wisdom, ଆଉ ସୋଲୋମନ କେବଳ ଜ୍ଞାନ ମାଗିଲେ but God gave him wisdom and wealth and riches. ଆଉ କିନ୍ତୁ ପରମେଶ୍ୱର ତାଙ୍କୁ ଜ୍ଞାନ ସହିତ ଧନ ଏବଂ ସମ୍ପତ୍ତି ତାଙ୍କୁ ପ୍ରଦାନ କଲେ If you are right in the sight of God, ଆଉ ପରମେଶ୍ୱରଙ୍କ ଦୃଷ୍ଟିରେ ଯଦି ଆପଣ ଠିକ ରହିବେ God will give you what you asked for. ଆଉ ପରମେଶ୍ୱର ଯାହା ଆପଣ ମାଗିଛନ୍ତି ସେ ବିଷୟ ଦେବେ God will also give you what you did not ask for. ଆଉ ମଧ୍ୟ ଯାହା ମାଗି ନାହାନ୍ତି ସେ ବିଷୟକୁ ମଧ୍ୟ ପରମେଶ୍ୱର ଦେବେ ଆମେନ୍ ହାଲେଲୁୟା Solomon did not ask wealth and riches from God. ଆଉ ପରମେଶ୍ୱରଙ୍କ ଠାରେ ସୋଲୋମନ ଧନ କିମ୍ବା ସମ୍ପତ୍ତି ସେ ମାଗି ନାହାନ୍ତି What he did not ask God, ଆଉ ଯୋଉ ବିଷୟକୁ ସେ ପରମେଶ୍ୱରଙ୍କୁ ମାଗି ନାହାନ୍ତି God gave Solomon that also. ଆଉ ସେଇ ସମସ୍ତ ବିଷୟ ମଧ୍ୟ ପରମେଶ୍ୱର ସୋଲୋମନଙ୍କୁ ଦେଲେ Because Solomon pleased God in what he was doing. ଆଉ କାରଣ ଆଉ ସେ କଣ କରୁଥିଲେ ସୋଲୋମନ ପରମେଶ୍ୱରଙ୍କୁ ସେ ତାଙ୍କର କାର୍ଯ୍ୟରେ ସେ ସନ୍ତୁଷ୍ଟ କଲେ Because God knows your need. କାରଣ ପରମେଶ୍ୱର ଆପଣ ମାନଙ୍କର ଆବଶ୍ୟକ ସେ ଜାଣନ୍ତି God knows that as a king,
not only wisdom, you also need wealth and riches, so I will give you even that ଆଉ also. ପରମେଶ୍ୱର ଜାଣିଥିଲେ ଯେ ସୋଲୋମନଙ୍କୁ ଖାଲି ଜ୍ଞାନର ଆବଶ୍ୟକତା ନାହିଁ, ରାଜା ଭାବରେ ତାଙ୍କର ଧନ ସମ୍ପତ୍ତିର ମଧ୍ୟ ଆବଶ୍ୟକତା, ସେଥିପାଇଁ ତାଙ୍କୁ ତାହା ମଧ୍ୟ ସେ ଦେଲେ। Because as a king, you should be rich also. ଆଉ ରାଜା ଭାବରେ ଆଉ ଧନୀ ମଧ୍ୟ ଧନୀ ହେବାର ମଧ୍ୟ ଆବଶ୍ୟକତା ରହିଛି। Not only wisdom. ଆଉ କେବଳ ଜ୍ଞାନର ନୁହେଁ। So God gave wisdom, wealth, and riches to Solomon. ଆଉ ସୋଲୋମନଙ୍କୁ ପରମେଶ୍ୱର ସେଥିପାଇଁ ଜ୍ଞାନ ସହିତ ଧନ ଏବଂ ସମ୍ପତ୍ତି ତାଙ୍କୁ ପ୍ରଦାନ କଲେ। Ask and you shall receive. ଆଉ ମାଗ ସେଥିରେ ତୁମେ ପାଇବ। Ask and you shall receive. ମାଗ ସେଥିରେ ତୁମମାନଙ୍କୁ ଦିଆଯିବ। 1 Samuel chapter 1, ଆଉ ପ୍ରଥମ ସାମୁଏଲ ତାର 1 ପର୍ବ verses 10 to 18, if you see. ମାନେ 8 ରୁ ଯଦି 18 ପଦ ପର୍ଯ୍ୟନ୍ତ 10 ରୁ ଯଦି 18 ପଦ ପର୍ଯ୍ୟନ୍ତ ଦେଖିବା, ପ୍ରଥମ ସାମୁଏଲ 1 ପର୍ବ। In 1 Samuel chapter 1, ପ୍ରଥମ ସାମୁଏଲ 1 ପର୍ବ we see Hannah. ଆଉ ସେଠି ଆମେ ହାନ୍ନାଙ୍କ ବିଷୟରେ ଆମେ ଦେଖୁଛୁ। What did Hannah ask for? ଆଉ ହାନ୍ନା କଣ ଏଠି ମାଗିଛନ୍ତି? Hannah asked God to make me fruitful. ଆଉ ହାନ୍ନା ଗୋଟେ ବିଷୟ ତାଙ୍କୁ ମାଗିଲେ, ପ୍ରଭୁ ମତେ କଣ କର ଫଳପ୍ରଦ କର। Lord, I am barren. ଆଉ ସେ କହିଲେ, ପ୍ରଭୁ ମୁଁ ବନ୍ଧ୍ୟା ଅଟେ। I am going to different challenges at home. ଆଉ ଗୃହ ମଧ୍ୟରେ ଆମର ଘରେ ବିଭିନ୍ନ ପ୍ରକାର ପରିସ୍ଥିତି ସମସ୍ୟା ମଧ୍ୟ ଦେଇ ମୁଁ ଯାଉଛି। Make me fruitful. ଆଉ ମତେ କଣ କର ପ୍ରଭୁ, ଏକ ଫଳ ମତେ ଦିଅ। Give me a son. ଆଉ ଗୋଟେ ପୁତ୍ର ସନ୍ତାନ ମତେ ଦିଅ। If you give me a son, ଆଉ ଯଦି ତୁମେ ମତେ ଗୋଟେ ପୁତ୍ର ସନ୍ତାନ ଦେବ, I will give back this son to your service only. ଆଉ ତୁମ ସେବା ନିମନ୍ତେ ସେଇ ପୁତ୍ରଙ୍କୁ ମୁଁ ପୁନର୍ବାର ଦେଇଦେବି She ପ୍ରଭୁ। was praying in the church. ଆଉ ସେ କଣ କରୁଛି ନା ଚର୍ଚ୍ଚରେ ମଣ୍ଡଳୀରେ ପ୍ରାର୍ଥନା କରୁଛି। She was weeping in bitterness. ଆଉ ସେ ପୁରା କଣ କରୁଛି ନା ତିକ୍ତ ମନା ହେଇକି ପ୍ରାର୍ଥନା କରୁଛି। God heard her prayer. ଆଉ ପରମେଶ୍ୱର ତାଙ୍କ ପ୍ରାର୍ଥନାକୁ ଶୁଣିଲେ। And Eli also heard her prayer. ଆଉ ଏଲିୟ ମଧ୍ୟ ତାଙ୍କର ପ୍ରାର୍ଥନାକୁ ଶୁଣିଲେ। And prophet Eli said, ଆଉ ସେଇ ଆଉ ଭବିଷ୍ୟତ ବକ୍ତା ଏଲିୟ କହୁଛନ୍ତି, whatever you requested God, ଆଉ ସେ କହୁଛନ୍ତି ତୁମେ ଯାହା କିଛି ପରମେଶ୍ୱରଙ୍କୁ ମାଗିଛ, next year by this time you will have it. ଆଉ ଆସନ୍ତା ବର୍ଷ ଏହି ସମୟରେ ତୁମେ ତାହା ପାଇବ। ଆମେନ୍। According to her prayer, ଆଉ ତାଙ୍କର ପ୍ରାର୍ଥନା ଅନୁସାରେ, according to the confirmation of the prophet Eli, ଆଉ ସେଇ ଭବିଷ୍ୟତ ବକ୍ତା ଏଲିୟଙ୍କର କଥା ଅନୁସାରେ God answered the prayer of Hannah. ଆଉ ସେ ହାନାଙ୍କର ପ୍ରାର୍ଥନାର ଉତ୍ତର ପ୍ରଭୁ ଦେଲେ। God made her fruitful. ଆଉ ତାଙ୍କୁ କଣ କଲେ ନା ବନ୍ଧ୍ୟା ଦୋଷରୁ ମୁକ୍ତ କରି ଫଳବନ୍ତ କଲେ। God gave her a son. ଆଉ ଗୋଟିଏ ପୁତ୍ର ସନ୍ତାନ ଦେଲେ। And according to the vow she made with God, ଆଉ ଯେଉଁ ପ୍ରତିଜ୍ଞା ସେ ପରମେଶ୍ୱରଙ୍କ ସମ୍ମୁଖରେ ସେ କରିଥିଲେ, she kept the vow. ଆଉ ସେହି ପ୍ରତିଜ୍ଞାକୁ ସେ ରଖିଲେ। And she went and gave that Samuel to the church. ଆଉ ସେ କଣ କଲେ ନା ସାମୁଏଲଙ୍କୁ ନେଇ ସେ ମଣ୍ଡଳୀର ସେବା କାର୍ଯ୍ୟ ନିମନ୍ତେ ତାଙ୍କୁ ଦାନ ଦେଲେ। She dedicated Samuel to the service of the Lord. ଆଉ ପରମେଶ୍ୱରଙ୍କର ସେବା କାର୍ଯ୍ୟ ନିମନ୍ତେ ସାମୁଏଲଙ୍କୁ ସେ ଉତ୍ସର୍ଗ କଲେ। After Samuel also, ଆଉ ତାପରେ ସାମୁଏଲ ମଧ୍ୟ, Hannah had children. ଆଉ ସାମୁଏଲଙ୍କ ପରେ ମଧ୍ୟ ହାନାଙ୍କର ଆହୁରି ଅନେକ ସନ୍ତାନ ହେଇଥିଲେ। Hannah asked for only one son, ଆଉ ହାନା କେବଳ ଗୋଟିଏ ପୁତ୍ର ସନ୍ତାନ ପାଇଁ ମାଗିଲେ, but God opened a womb and she had a couple of children କିନ୍ତୁ also. ପରମେଶ୍ୱର ତାଙ୍କର ଗର୍ଭକୁ କଣ କଲେ, ଆଶୀର୍ବାଦ କଲେ, ମୁକ୍ତ କଲେ, ଆଉ ଅନେକ ସନ୍ତାନ ସନ୍ତତି ଦେଲେ। Because she pleased God Karan what was- she was praying. କାରଣ ଯେତେବେଳେ ସେ ପ୍ରାର୍ଥନା କରୁଥିଲେ, ଆଉ ସେଇ ସମୟରେ ସେ ପରମେଶ୍ୱରଙ୍କ ସନ୍ତୁଷ୍ଟ ଯୁକ୍ତ ପ୍ରାର୍ଥନା ସେ କରିଥିଲେ। Because God wanted a prophet for Israel. ଆଉ କାରଣ ଇସ୍ରାଏଲ ନିମନ୍ତେ ପରମେଶ୍ୱରଙ୍କର ଏକ ଭବିଷ୍ୟତ ବକ୍ତାଙ୍କର ଆବଶ୍ୟକ ଥିଲା। And that prophet was hidden in her womb. ଆଉ ସେଇ ଭବିଷ୍ୟତ ବକ୍ତା ହାନାଙ୍କର ଗର୍ଭ ମଧ୍ୟରେ ଲୁକାୟିତ ଭାବରେ ରହିଥିଲେ। God was waiting for Hannah to pray that prayer. ଆଉ ପରମେଶ୍ୱର ହାନା ଯେ ପ୍ରକାର ପ୍ରାର୍ଥନା କରିବ ସେଥିପାଇଁ ସେ ଅପେକ୍ଷା କରିଥିଲେ ତାଙ୍କ ପ୍ରାର୍ଥନା ଶୁଣିବା ପାଇଁ। Since many years she was going to church and coming back. ଆଉ ଅନେକ ବର୍ଷ ସେ ସମାଜ ଗୃହକୁ, ମଣ୍ଡଳୀକୁ, ମନ୍ଦିରକୁ ଯାଇକିରି ସେ ଯାଉଥିଲେ, ଆସୁଥିଲେ। She was going, sacrificing and coming back. ଆଉ ସେ କଣ ବଳିଦାନ କରୁଥିଲେ, ପୁନର୍ବାର ସେ ଘରକୁ ଫେରି ଆସୁଥିଲେ। But the day she decided, ଆଉ କିନ୍ତୁ ଯେଉଁଦିନ ସେ ନିଷ୍ପତ୍ତି ନେଲେ, if you bless me, ଆଉ ସେ କହିଲେ ଯଦି ତୁମେ ମତେ ଆଶୀର୍ବାଦ କରିବ, I will give back. ଆଉ ମୁଁ ପୁନର୍ବାର ତାହା ଦେଇଦେବି। That day God answered. ଆଉ ସେଇ ଦିନ ପରମେଶ୍ୱର ତାର ଉତ୍ତର ଦେଲେ। How Jacob prayed,
ଆଉ ଯାକୋବ କି ପ୍ରକାର ପ୍ରାର୍ଥନା କଲେ I will not leave you until you bless me. ଆଉ କହିଲେ ମତେ ଆଶୀର୍ବାଦ ନ କରିବା ପର୍ଯ୍ୟନ୍ତ ମୁଁ ଛାଡ଼ିବି ନାହିଁ Abraham also prayed, ଆଉ ଅବ୍ରାହମ ମଧ୍ୟ ପ୍ରାର୍ଥନା କଲେ Lord, I will not go from this place until you say yes or no to my people. ଆଉ ମତେ ଯେ ପର୍ଯ୍ୟନ୍ତ ପ୍ରଭୁ ତୁମେ ହଁ କିମ୍ବା ନା କହୁଛ ମୋ ଲୋକମାନଙ୍କ ନିମନ୍ତେ ସେ ପର୍ଯ୍ୟନ୍ତ ମୁଁ କଣ କରିବି ନାହିଁ ଯିବି ନାହିଁ Moses did not leave God until he saw his back. ଆଉ ସେ ପରମେଶ୍ୱରଙ୍କର ଯେ ଆଉ ଶରୀରକୁ ପଛପଟରୁ ନ ଦେଖା ପର୍ଯ୍ୟନ୍ତ ସେ ପରମେଶ୍ୱର କଣ କଲେ ପଛକୁ ଗଲେ ନାହିଁ David did not leave God until his heart was totally cleansed. ଆଉ ଯୋଉ ପର୍ଯ୍ୟନ୍ତ ଦାଉଦଙ୍କର ହୃଦୟ ଶୁଚି କଲେ ନାହିଁ ପରମେଶ୍ୱର ସେ ପର୍ଯ୍ୟନ୍ତ ସେ ଗଲେ ନାହିଁ Solomon did not leave God until he was blessed with wisdom. ଆଉ ଯୋଉ ପର୍ଯ୍ୟନ୍ତ ଜ୍ଞାନ ପରମେଶ୍ୱର ଦେଲେ ନାହିଁ ସେ ପର୍ଯ୍ୟନ୍ତ ସୋଲୋମନ କଣ କଲେ ଛାଡ଼ିଲେ ନାହିଁ Let us remember ourselves. ଆଉ ଏଇ ସମୟରେ ଆମମାନେ ଆପଣା ଆପଣାକୁ ବା ନିଜେ ନିଜେ ଆମମାନେ ସ୍ମରଣ କରିବା ମନେ ପକାଇବା Let us look into ourselves ଆଉ ଆମେ ନିଜେ ନିଜକୁ ଆମମାନେ ଦେଖିବା and ask God, ଆଉ ପରମେଶ୍ୱରଙ୍କୁ ମାଗିବା Lord, we are also praying. ଆଉ କହିବା ପରମେଶ୍ୱରଙ୍କୁ ପ୍ରଭୁ ଆମମାନେ ମଧ୍ୟ ପ୍ରାର୍ଥନା କରୁଛୁ ମୁଁ ମଧ୍ୟ ପ୍ରାର୍ଥନା There is କରୁଛି a desire in our hearts. ଆଉ ଗୋଟେ ହୃଦୟରେ ଗୋଟେ ଇଚ୍ଛା ହେବାର ଆବଶ୍ୟକ ରହିଛି There is a desire in our hearts. ଆଉ ଗୋଟେ ଇଚ୍ଛା ରହିଛି ହୃଦୟରେ Lord, you are a prayer answering God. ଆଉ ପ୍ରଭୁ ତୁମେ ଆମମାନଙ୍କ ପ୍ରାର୍ଥନାର ଉତ୍ତର ଦେବା You answer ପରମେଶ୍ୱର our prayer. ଆମମାନଙ୍କ ପ୍ରାର୍ଥନାର ଉତ୍ତର ଦିଅ Lord, you answer our prayer. ପ୍ରଭୁ ଆମମାନଙ୍କର ପ୍ରାର୍ଥନାର ଉତ୍ତର ଦିଅ In Luke 11:1, if you see, ଆଉ ଯଦି ଆମମାନେ ଲୁକ ତାର 11 ପର୍ବର 1 ପଦ ଆମମାନେ ଦେଖିବା the disciples were asking God, ଆଉ ଶିଷ୍ୟମାନେ ସେଠି ଯୀଶୁଙ୍କୁ ପଚାରୁଛନ୍ତି Lord, teach us to pray as John also taught his disciples. ଆଉ ସେମାନେ ପଚାରୁଛନ୍ତି ପ୍ରଭୁ ଆଉ ଯୋହନ ଯେ ପ୍ରକାର ଆପଣ ଶିଷ୍ୟମାନଙ୍କୁ ପ୍ରାର୍ଥନା ଶିଖେଇଲେ ଠିକ ସେ ପ୍ରକାର ଆମମାନଙ୍କୁ ମଧ୍ୟ ପ୍ରଭୁ ତୁମେ ଶିଖାଅ ବୋଲି ଯୀଶୁଙ୍କୁ ଶିଷ୍ୟମାନେ ପଚାରୁଛନ୍ତି The disciples were interested to know how to pray. ଆଉ ସେ ଶିଷ୍ୟମାନେ କଣ ଥିଲେ ନା ପୁରା ଇଚ୍ଛୁକ ଥିଲେ କି ପ୍ରକାର ପ୍ରାର୍ଥନା କରାଯିବ ସେ ବିଷୟରେ ଜାଣିବା ପାଇଁ They were seeing Jesus and his miracles, ଆଉ ସେମାନେ ଯୀଶୁଙ୍କୁ ଦେଖୁଛନ୍ତି ମଧ୍ୟ ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମ ସବୁ ଦେଖୁଛନ୍ତି and they came to know ଆଉ ସେମାନେ ମଧ୍ୟ ଜାଣିବାକୁ ଆସିଲେ because of prayer and supplication he is able to do signs and wonders and miracles. ଆଉ କେବଳ ପ୍ରାର୍ଥନା ହେତୁରୁ ପ୍ରଭୁ ଯୀଶୁ କଣ କରୁଛନ୍ତି ନା ଆଶ୍ଚର୍ଯ୍ୟ ଚିହ୍ନ ଏବଂ ଚମତ୍କାର ସବୁ କରୁଛନ୍ତି So they also thought we also want to do miracle signs and ଆଉ wonders. ସେମାନେ ମଧ୍ୟ ଚାହୁଁଥିଲେ ଇଚ୍ଛା କରୁଥିଲେ ଯେ ଆମମାନେ ମଧ୍ୟ କଣ କରିବୁ ନା ଆଉ କେତେକ ଚିହ୍ନ ଏବଂ ଆଉ ଆଶ୍ଚର୍ଯ୍ୟ କର୍ମ ସବୁ ଆମମାନେ ମଧ୍ୟ କରିବୁ But what do we lack? ଆଉ କିନ୍ତୁ ଆମମାନଙ୍କର ଅଭାବ କଣ ଅଛି We lack prayer life. ଆମମାନଙ୍କର ପ୍ରାର୍ଥନାର ଜୀବନର ଅଭାବ We ଅଛି don't know how to pray. ଆମମାନେ ଜାଣିନୁ କି ପ୍ରକାର ପ୍ରାର୍ଥନା କରିବୁ ବୋଲି If we know how to pray, ଆଉ ଯଦି ଆମମାନେ ଜାଣିଛୁ କେମିତି ପ୍ରାର୍ଥନା କରିବା ବୋଲି then we will know how to do miracles. ଆଉ ତେବେ ନିଶ୍ଚିତ ଭାବରେ ଆମମାନେ ଜାଣିବା କେମିତି ଆଶ୍ଚର୍ଯ୍ୟ କର୍ମ ମଧ୍ୟ So they କରିପାରିବା। didn't ask Jesus to teach us how to do miracles. ଆଉ ସେମାନେ କି ପ୍ରକାର ଭାବରେ ଆଉ ଆଶ୍ଚର୍ଯ୍ୟ କର୍ମ କରିବୁ ସେ ବିଷୟରେ ସେମାନେ ଆଉ ଶିଖେଇବା ପାଇଁ କହିନାହାନ୍ତି ମାଗି ନାହାନ୍ତି They asked Jesus how to pray. ଆଉ ସେମାନେ ଗୋଟେ ବିଷୟ ମାଗୁଛନ୍ତି କେମିତି ପ୍ରାର୍ଥନା କରିବୁ ସେ ବିଷୟ ମାଗୁଛନ୍ତି God or Jesus taught the disciples how to start their prayer life. ଆଉ ସେଇ ସମୟରେ ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କୁ କି ପ୍ରକାର ଭାବରେ ସେମାନଙ୍କର ପ୍ରାର୍ଥନା ଜୀବନକୁ ଆରମ୍ଭ କରିବେ ସେ ବିଷୟରେ ଶିଖାଉଛନ୍ତି Many times we don't know how to pray and what to pray. ଆଉ ଅନେକ ସମୟରେ ଆମମାନେ ଜାଣିନଥାଉ ଯେ କି ପ୍ରକାର ପ୍ରାର୍ଥନା କରିବା ଆଉ କଣ ପାଇଁ ଆମମାନେ ପ୍ରାର୍ଥନା କରିବା ଆମମାନେ ଜାଣିନଥାଉ Every prayer request ଆଉ ପ୍ରତ୍ୟେକ ପ୍ରାର୍ଥନାର ଅନୁରୋଧ which is in line with the word of God, ଆଉ ଯାହାକି ପରମେଶ୍ୱରଙ୍କର ବାକ୍ୟ ଦେଇକି ରହିବ God will answer your prayer. ଆଉ ସେଇ ସମୟରେ ପରମେଶ୍ୱର ନିଶ୍ଚିତ ଭାବରେ ଉତ୍ତର ଦେବେ If the prayer is not in line with the word of God, ଆଉ ଯଦି ପରମେଶ୍ୱରଙ୍କର ବାକ୍ୟ ଦେଇକି ଯଦି ଆଉ ପ୍ରାର୍ଥନା ଯଦି କରାଯାଉ ନାହିଁ God will not answer it. ଆଉ ପରମେଶ୍ୱର ତାହାର ଉତ୍ତର ଦେବେ ନାହିଁ So make sure what you pray and what you ask God. ଆଉ ସେଥିପାଇଁ ଆପଣମାନେ ନିଶ୍ଚିତ ହୁଅନ୍ତୁ ଯେ ଆପଣମାନେ କଣ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛନ୍ତି କଣ ମାଗୁଛନ୍ତି ସେ ବିଷୟରେ ନିଶ୍ଚିତ ହୁଅନ୍ତୁ In the word of God, we also see, ଆଉ ବାକ୍ୟରେ ଆମମାନେ ମଧ୍ୟ ଆଉ ଦେଖୁଛୁ many times you see the leprosy people asking God to heal them. ଅନେକ ସମୟରେ ଅନେକ କୁଷ୍ଠ ରୋଗୀ ମାନେ ମଧ୍ୟ ସୁସ୍ଥତା ପାଇବା ପାଇଁ ପ୍ରାର୍ଥନା ମାଗୁଛନ୍ତି The leprosy person went to Jesus and asked God, Lord, if you are willing, you can make me clean. ଆଉ ସେ ଯୋଉ କୁଷ୍ଠ ରୋଗୀ ମାନେ ପ୍ରଭୁଙ୍କ ପାଖକୁ ଯାଇ କହୁଛନ୍ତି ପ୍ରଭୁ ଯଦି ତୁମେ ଇଚ୍ଛା କର ମତେ ସୁସ୍ଥ କର God said, I am willing, be thou clean.
ଆଉ ପରମେଶ୍ୱର ଯୀଶୁ କହୁଛନ୍ତି ଯେ ମୁଁ ଇଚ୍ଛା କରୁଛି ତମେ ସୁସ୍ଥ ହୁଅ। Jesus had compassion on the leprosy person. ଆଉ ଯୀଶୁ କଣ ହଉଥିଲେ ନା କୁଷ୍ଠ ରୋଗୀ ମାନଙ୍କ ଉପରେ ଦୟାରେ ବିଗଳିତ ହଉଥିଲେ। He stretched his hand. ଆଉ ତାଙ୍କର ହସ୍ତକୁ ସେ ସ୍ପର୍ଶ କରୁଥିଲେ। He touched the leprosy person. ଆଉ ସେ କୁଷ୍ଠ ରୋଗୀ ମାନଙ୍କୁ ଛୁଉଁଥିଲେ। He declared the word, ଆଉ ପରମେଶ୍ୱର ବାକ୍ୟକୁ ସେ ଘୋଷଣା କରୁଥିଲେ। I am willing. ଆଉ ସେ କହୁଥିଲେ ଏହା ମୁଁ ଇଚ୍ଛା କରୁଅଛି। You are cleaned. ଆଉ ତୁମେ ସୁସ୍ଥ ହୁଅ। Be thou cleaned. ଆଉ ତୁମେ ସୁସ୍ଥ ହୁଅ। The same time the leprosy left him. ଆଉ ଠିକ ସେଇ ସମୟରେ କୁଷ୍ଠ ରୋଗୀ ମାନେ ତାଙ୍କୁ ପରିତ୍ୟାଗ କରୁଥିଲେ। God is willing to see you healed and healthy. ଆଉ ପରମେଶ୍ୱର ସବୁବେଳେ ଇଚ୍ଛା କରୁଛନ୍ତି ଯେ ଆପଣ ମାନେ ସୁସ୍ଥତା ପାଇ ଆଉ ଉତ୍ତମ ସ୍ୱାସ୍ଥ୍ୟରେ ରୁହନ୍ତୁ ବୋଲି। God doesn't give you sickness. ଆଉ ପରମେଶ୍ୱର ଆଉ ସେ ଆଉ ଆମମାନଙ୍କୁ ଦୁର୍ବଳତା କିମ୍ବା ଅସୁସ୍ଥତା ରୋଗ ଆମମାନଙ୍କୁ ଦିଅନ୍ତି ନାହିଁ। Many times sickness will come because of our food habits. ଆଉ ଅନେକ ସମୟରେ ଆମମାନଙ୍କ ଶରୀର ମଧ୍ୟରେ ରୋଗ କିମ୍ବା ଦୁର୍ବଳତା ଆସିଥାଏ କାରଣ ଆମମାନଙ୍କର ଖାଦ୍ୟର କେତେକ ଅଭ୍ୟାସ ସେଥିରୁ। Because of that, we blame God that God has given me this sickness. ଆଉ ସେଥିପାଇଁ ଅନେକ ସମୟରେ ଆମେ ପରମେଶ୍ୱରଙ୍କୁ ନିନ୍ଦା କରୁଛୁ ଯେ ପରମେଶ୍ୱର ମତେ ଏହି ଆଉ ଅସୁସ୍ଥତା ଦେଇଅଛନ୍ତି ବୋଲି। God is not the author of sickness. ଆଉ ପରମେଶ୍ୱର ଅସ୍ୱାସ୍ଥ୍ୟର ଆଉ ସେ କଣ ଅଧିକାରୀ ନୁହନ୍ତି। God is the author of healing. ଆଉ କିନ୍ତୁ ପରମେଶ୍ୱର ସୁସ୍ଥ କରିବାର ଅଧିକାରୀ ଅଟନ୍ତି। So this evening, whatever health issues you are going through, ଆଉ ଯଦି ଆଉ ଏହି ସନ୍ଧ୍ୟା ସମୟରେ ଯଦି ଆପଣ ମାନେ କୌଣସି ପ୍ରକାର ଶାରୀରିକ ପୀଡା ଦୁର୍ବଳତା ସମସ୍ୟା ମଧ୍ୟ ଦେଇ ଯଦି ଗତି କରୁଛନ୍ତି, let us declare and tell God, ଆଉ ଏହି ସମୟରେ ପ୍ରକାଶ କରନ୍ତୁ ପରମେଶ୍ୱରଙ୍କ ଠାରେ, Lord, you are the author of healing. ଆଉ କହନ୍ତୁ ଯେ ପ୍ରଭୁ ତୁମେ ସୁସ୍ଥତାର ଅଧିକାରୀ ପରମେଶ୍ୱର ଅଟ। Healing is only from God. ଆଉ କେବଳ ସୁସ୍ଥତା କେବଳ ପରମେଶ୍ୱରଙ୍କ ଠାରୁ ହୁଏ। That tonight you heal us, O Lord. ଆଉ ପ୍ରଭୁ ଏହି ରାତ୍ରିରେ ସୁସ୍ଥ କର ପ୍ରଭୁ। We are asking in line with the word of God. ଆଉ ଯଦି ଏହି ବାକ୍ୟ ସହିତ ଆମେ ମାଗୁଛୁ ପ୍ରଭୁ, Because your word says, ଆଉ କାରଣ ତୁମ ବାକ୍ୟ ପ୍ରଭୁ କହେ we are healed by the stripes of Jesus Christ of ତୁମ ବାକ୍ୟ Nazareth. କହେ ତୁମରି ପ୍ରହାରରେ ଆମେ ସୁସ୍ଥ ହେଇଛୁ। ଯୀଶୁଙ୍କ ପ୍ରହାର ନାଜରିତ ଯୀଶୁଙ୍କ ପ୍ରହାରରେ ଆମେ ସୁସ୍ଥ ହୋଇଛୁ। You said in the word of God, ଆଉ ତୁମେ ଏ ବାକ୍ୟରେ କହିଅଛ ପ୍ରଭୁ, I am the Lord that healeth thee. ଆଉ ମୁଁ ହେଉଛି ସେଇ ପ୍ରଭୁ ଯେ କି ତୁମମାନଙ୍କୁ ସୁସ୍ଥତା ଦିଏ। And many people in the word of God, ଆଉ ଅନେକ ଆଉ ପ୍ରଭୁଙ୍କ ଲୋକମାନେ ବାକ୍ୟ ମଧ୍ୟରେ leprosy people were healed, ଆଉ ସେ କୁଷ୍ଠ ରୋଗୀ ମାନେ ସୁସ୍ଥ ହୋଇଛନ୍ତି। blind received sight, ଆଉ ଅନ୍ଧ ଗଣିଛି ଚକ୍ଷୁ ଦୃଷ୍ଟି ପାଇଛି। lame were able to walk, ଆଉ ଯୋଉମାନେ ଛୋଟା ମାନେ ଲେଙ୍ଗଡା ମାନେ ସେମାନେ ଚାଲି ପାରିଛନ୍ତି। evil spirits left them, ଆଉ ମନ୍ଦ ଆତ୍ମା ଗୁଡିକ ଚାଲି ଯାଇଛି। the dumb spoke, ଆଉ ସେ ଯୋଉମାନେ ଘୁଣ୍ଡା ସେମାନେ କଥା କହିଛନ୍ତି। the deaf hear, ଆଉ ଯୋଉମାନେ ଆଉ କଲା ସେମାନେ ଶୁଣିଛନ୍ତି। the dead were risen. ଆଉ ମୃତ୍ୟୁ ମାନେ ଉଠିଛନ୍ତି। If God can do on that day, ଆଉ ଯଦି ପରମେଶ୍ୱର ସେଇ ଦିନରେ ଯଦି କରିଥିଲେ, God is willing to do today and now also. ଆଉ ଆଜି ଏଇ ସମୟରେ ମଧ୍ୟ ପ୍ରଭୁ ତାହା କରିବା ପାଇଁ ଇଚ୍ଛା କରନ୍ତି। ହାଲେଲୁୟା। Because God, ଆମେନ୍। hallelujah. Hallelujah. Because God is the same yesterday, today and forever. କାରଣ ଆମମାନଙ୍କର ପରମେଶ୍ୱର ସେ ଆଜି କାଲି ସର୍ବଦା ସେ ସମାନ ଅଟନ୍ତି। Hallelujah. Hallelujah. What are we supposed to do? ଆଉ କଣ କରିବାକୁ ପଡିବ ଆପଣ ମାନଙ୍କୁ? We have to live according to the word of God. ଆଉ ପରମେଶ୍ୱରଙ୍କର ବାକ୍ୟ ଅନୁଯାୟୀ ଆମମାନଙ୍କୁ ଜୀବନ ଯାପନ କରିବାକୁ ପଡିବ। When you go to the doctor, ଆଉ ଯେତେବେଳେ ଡାକ୍ତରଙ୍କ ପାଖକୁ ଯିବ, he will write a prescription ଆଉ ସେ କଣ କରିବେ ନା କେତେକ ବିଷୟ ଔଷଧ ବିଷୟ ପ୍ରେସକ୍ରିପସନ ସେ ଲେଖିବେ। and he will give you instructions how to follow that. ଆଉ ସେ ଖାଲି ଲେଖିବେ ନାହିଁ, ସେ କହିବେ ଏଟାକୁ କି ପ୍ରକାର ଭାବରେ ବ୍ୟବହାର କରିବ ତାହା ମଧ୍ୟ ସେ କହିବେ। He will ask you how you have to take this medicine. ଆଉ ସେ କହିବେ କି ପ୍ରକାର ଭାବରେ ଏ ଔଷଧ ସବୁ ସେବନ କରିବାକୁ ଖାଇବାକୁ ପଡିବ କହିବେ। If doctor will tell you morning one tablet, afternoon tablet and night one tablet, ଆଉ ଯଦି ଡାକ୍ତର ଯଦି କହିବ ସକାଳେ ଗୋଟେ ମଧ୍ୟାହ୍ନ ସମୟରେ ଗୋଟେ ରାତିରେ ଗୋଟେ ଖାଇବ ବୋଲି, if you don't listen to him, ଆଉ ଯଦି ଡାକ୍ତରଙ୍କ କଥାକୁ ଯଦି ଶୁଣିବ ନାହିଁ, instead of taking all these three one, I will take all the three at a time. ଆଉ ଯଦି ଗୋଟେ ଥର ଯଦି ସେ ତିନିଟା ଯାକ ଯଦି ନେଇଯିବ, If he takes all these three tablets at a time, ଆଉ ଯଦି ତିନିଟା ଯାକ ଆଉ ଔଷଧକୁ ଯଦି ଗୋଟେ ଥର ଯଦି ଖାଇଦବ, what will happen? କଣ ହେବ? What will happen? କଣ ହେବ? He will destroy his life. ଆଉ ନିଜ ଜୀବନ କଣ ହେଇଯିବ ନା ବିନଷ୍ଟ ହେଇଯିବ। Doctor asked him ଆଉ ଡାକ୍ତର ତାଙ୍କୁ କହିଲେ to take one after the other.
ଆଉ ଗୋଟେ ପରେ ଆଉ ଗୋଟେ ଗୋଟେ ପରେ ଆଉ ଗୋଟେ ଖାଇବା ପାଇଁ କହିଛନ୍ତି But ଡକ୍ଟର। because of his laziness, ଆଉ ତାଙ୍କର ଅଳସୁଆପଣ ହେତୁରୁ because of his disobedience, ଆଉ ତାଙ୍କର ଅଜ୍ଞାନତା ବା ସେ ଅବାଧ୍ୟତା ହେତୁରୁ he took all the 3 tablets ଆଉ ସେ ତିନିଟା ଯାକ ଟାବଲେଟ କୁ ଏକାଥରେ ନେଇଗଲା and he destroyed his health also. ଆଉ ତାଙ୍କର ଶରୀରକୁ ସେ କଣ କଲା ନଷ୍ଟ କଲା। So when we obey the word of God, ଆଉ ଯେତେବେଳେ ଆମମାନେ ପରମେଶ୍ୱରଙ୍କର ବାକ୍ୟକୁ ଯଦି ଆମମାନେ ମାନିବା we will live a healthy life. ଆଉ ଆମମାନେ ସ୍ୱାସ୍ଥ୍ୟ ଜୀବନ ଯାପନ କରିବା। ହାଲେଲୁୟା। Hallelujah. No matter what health issues we are going through, ଆଉ ଯେକୌଣସି ପରିସ୍ଥିତି ବା ଯେକୌଣସି ଶାରୀରିକ ସମସ୍ୟା ମଧ୍ୟ ଦେଇ ଆମେ ଯଦି ଗତି କରୁଛୁ we should always declare the word of God. ଆମମାନେ ପରମେଶ୍ୱରଙ୍କର ବାକ୍ୟକୁ ଆମମାନେ ପ୍ରକାଶ କରିବା ଘୋଷଣା You should କରିବା। declare, I am the healed of the Lord. ଆମମାନେ ଘୋଷଣା କରିବା ଦରକାର ମୁଁ ଯୀଶୁଙ୍କ ଦ୍ଵାରା ବା ପ୍ରଭୁଙ୍କ ଦ୍ଵାରା ମୁଁ ସୁସ୍ଥତା ପାଇଅଛି। Lord, only you are the healer, not the doctor. ଆଉ କହିବା ଯେ ପ୍ରଭୁ କେବଳ ତୁମେ ହିଁ ପ୍ରଭୁ ସୁସ୍ଥକାରୀ ଡାକ୍ତର ନୁହନ୍ତି। God, doctor will give you guidance, ଆଉ ଡକ୍ଟର କେବଳ ଆମମାନଙ୍କୁ କଣ କରିବେ ନା ଆମମାନଙ୍କୁ ସେ ବତେଇବେ କି ପ୍ରକାର କରିବା ବୋଲି। but healing will come from God. ଆଉ କିନ୍ତୁ ପରମେଶ୍ୱରଙ୍କ ଠାରୁ ସୁସ୍ଥତା ଆସିଥାଏ। So let us believe ଆଉ ସେଥିପାଇଁ ଆମେ ବର୍ତ୍ତମାନ ଆମେ ବିଶ୍ୱାସ କରିବା we will have a healthy life. ଆଉ ଆମମାନେ ନିଶ୍ଚିତ ସ୍ୱାସ୍ଥ୍ୟ ଜୀବନ ଯାପନ ଆମମାନେ କରିବା। We should not die with sickness. ଆମମାନେ କୌଣସି ଆଉ ଅସୁସ୍ଥତା ଦ୍ଵାରା ମାନେ ରୋଗ ଦ୍ଵାରା ମାନେ ମୃତ୍ୟୁବରଣ କରିବା ନାହିଁ। Long life is my portion. ଆଉ ସେ ଆଉ ଦୀର୍ଘ ଜୀବନ ହଉଛି ମୋର ଭାଗ ଅଟେ। Long life is my portion. ଆଉ ସେ ଦୀର୍ଘ ଜୀବନ ମୋର ଭାଗ ଅଟେ। All the days of my life, ଆଉ ମୋର ସମସ୍ତ ମୋର ଦିନ ଯାକ I will declare the word of God. ଆଉ ମୋ ପରମେଶ୍ୱରଙ୍କର ବାକ୍ୟକୁ ମୁଁ ଘୋଷଣା କରିବି। I will live for God. ଆଉ ପରମେଶ୍ୱରଙ୍କ ପାଇଁ ମୁଁ ବଞ୍ଚିବି। And I will ask God according to the word of God. ଆଉ ପରମେଶ୍ୱରଙ୍କର ବାକ୍ୟ ଅନୁଯାୟୀ ମୁଁ ପରମେଶ୍ୱରଙ୍କୁ ମୁଁ ମାଗିବି। God will answer my prayer. ଆଉ ପରମେଶ୍ୱର ମୋର ପ୍ରାର୍ଥନାର ଉତ୍ତର ଦେବେ। God will answer my request. ଆଉ ମୋର ଅନୁରୋଧର ଉତ୍ତର ଦେବେ ପ୍ରଭୁ। My God is not a deaf God. ଆଉ ମୋର ପରମେଶ୍ୱର ସେ କଲା ପରମେଶ୍ୱର ନୁହନ୍ତି। My God is not a blind God. ଆଉ ମୋର ପରମେଶ୍ୱର ସେ ଅନ୍ଧ ପରମେଶ୍ୱର ନୁହନ୍ତି। My God is watching over me. ଆଉ ମୋର ପରମେଶ୍ୱର ମତେ ଦେଖୁଛନ୍ତି। My God is hearing my prayer. ଆଉ ମୋର ପ୍ରାର୍ଥନାକୁ ସେ ଶୁଣୁଛନ୍ତି। In His time, ଆଉ ତାଙ୍କ ସମୟରେ in His time, ତାଙ୍କ ସମୟରେ He will answer your prayer. ଆଉ ସେ ଆପଣମାନଙ୍କର ପ୍ରାର୍ଥନାର ଉତ୍ତର ସେ Not ଦେବେ। in your time. ଆଉ ତ ଆପଣମାନଙ୍କର ସମୟରେ ନୁହେଁ। In His time, ଆଉ ତାଙ୍କ ସମୟରେ He will answer ସେ ଉତ୍ତର ଦେବେ। and He will give you a breakthrough. ଆଉ ସେଇ ସମସ୍ତ ପ୍ରକାର ପରିସ୍ଥିତିରୁ ମୁକ୍ତ କରିବେ। Wait on God. ଆଉ ପରମେଶ୍ୱରଙ୍କର ଅପେକ୍ଷା କରନ୍ତୁ। Don't be in a hurry. ଆଉ ସେ ତରବର ହୁଅନ୍ତୁ ନାହିଁ। Don't stop praying to God. ଆଉ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା ବନ୍ଦ କରନ୍ତୁ ନାହିଁ। Jacob fought with God and prevailed. ଆଉ ପରମେଶ୍ୱରଙ୍କ ସହିତ ଯାକୋବ ଯୁଦ୍ଧ କଲେ ଏବଂ ସେ ଜୟଲାଭ କଲେ। You also fight with God in prayer and you will prevail. ଆପଣମାନେ ମଧ୍ୟ ପରମେଶ୍ୱର ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ସହିତ ଯୁଦ୍ଧ କରି ଜୟଲାଭ କରିପାରିବେ। Ask and ye shall receive. ଆଉ ମାଗ ସେଥିରେ ତୁମମାନଙ୍କୁ ଦିଆଯିବ। God is waiting for your prayers to come to Him. ଆଉ ପରମେଶ୍ୱର ଅପେକ୍ଷା କରିଛନ୍ତି ଆପଣମାନଙ୍କର ପ୍ରାର୍ଥନାକୁ। And God is willing to answer your prayer. ଆଉ ପରମେଶ୍ୱର ମଧ୍ୟ ଇଚ୍ଛା କରୁଛନ୍ତି ଆପଣମାନଙ୍କର ପ୍ରାର୍ଥନାର ଉତ୍ତର ଦେବା So ପାଇଁ। this day we decree and declare, ଆଉ ସେଥିପାଇଁ ଏହି ଦିନ ଆମମାନେ ପ୍ରକାଶ କରିବା ଘୋଷଣା କରିବା। every prayer you do in the presence of God, ଆଉ ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟରେ ଯେଉଁ ସମସ୍ତ ପ୍ରାର୍ଥନା କରୁଛନ୍ତି may God answer every prayer and every request you ask of Him. ଆଉ ଯେଉଁ ସମସ୍ତ ବିଷୟ ପ୍ରାର୍ଥନା କରିଛନ୍ତି ଅନୁରୋଧ କରିଛନ୍ତି ପ୍ରଭୁ ସେ ସମସ୍ତର ଉତ୍ତର ଦିଅନ୍ତୁ। But God willing, when we come next time, ଆଉ ପ୍ରଭୁଙ୍କର ଯଦି ଇଚ୍ଛା ହେଲେ ଆମେ ଯଦି ଆଉ ଥରେ ଯେତେବେଳେ ଆସିବୁ we will listen testimonies from your mouth. ଆପଣମାନଙ୍କର ଠାରୁ ଆପଣମାନଙ୍କର ମୁଖରୁ ଆମେ ସାକ୍ଷ୍ୟ ଶୁଣିବା ପାଇଁ ଚାହୁଁଛୁ। You are praying for the church building, ଆପଣମାନେ ଏଇ ଚର୍ଚ୍ଚ ଘର ପାଇଁ ପ୍ରାର୍ଥନା God କରୁଛନ୍ତି will answer your prayer. ଆଉ ନିଶ୍ଚିତ ପରମେଶ୍ୱର ଉତ୍ତର ଦେବେ ତାହା। God will provide. ଆଉ ପରମେଶ୍ୱର ଯୋଗେଇବେ। Next time when we come, ଆଉ ଯେତେବେଳେ ଆମେ ଆସନ୍ତା ଥର ଆସିବୁ we are going to come into a new church building. ଆଉ ଆମେ Hallelujah. ଆଉ ନୂଆ ଆଉ ଗୃହ ମଧ୍ୟକୁ ଆମେ ଆସିବୁ। ଆମେନ୍। Now you are sitting with fear in this church building. ଆପଣମାନେ ଆଉ ଏଠି ଭୟର ସହିତ ଏ ଘର ଭିତରେ ବସୁଛନ୍ତି। When it will fall on us, ଆଉ କେତେବେଳେ ଏଇଟା ପଡିଯିବ ଆଉ ସେ ପ୍ରକାର ଭୟ ଅଛି। God will remove that fear from your life. ଆପଣମାନଙ୍କ ଜୀବନରୁ ସେ ଭୟକୁ ପ୍ରଭୁ ଦୂର କରିବେ। ଆମେନ୍। Every one of you pray. ଆଉ ପ୍ରତ୍ୟେକ ପ୍ରାର୍ଥନା କରନ୍ତୁ। Pray consistently. ଆଉ ଧାରାବାହିକ ଭାବରେ ହେଲେ ଆମେ ପ୍ରାର୍ଥନା କରନ୍ତୁ ନିରନ୍ତର। Be persistent in your prayer. ଆପଣମାନଙ୍କର ପ୍ରାର୍ଥନାକୁ ନିରନ୍ତର Pray for କରନ୍ତୁ। the church building.
ଆଉ ପ୍ରାର୍ଥନା କରନ୍ତୁ ଏଇ ମଣ୍ଡଳୀ ଗୃହ ନିମନ୍ତେ Pray for the favor of God. ଆଉ ପରମେଶ୍ୱରଙ୍କ ଠାରୁ ଅନୁଗ୍ରହ ପାଇବା Pray ପାଇଁ for ପ୍ରାର୍ଥନା କରନ୍ତୁ। finances. ଆଉ ଅର୍ଥ ପାଇଁ ପ୍ରାର୍ଥନା କରନ୍ତୁ। From somewhere or the other, God will send finances to ଆଉ your ଯେ place. କୌଣସି ମାଧ୍ୟମରେ ପରମେଶ୍ୱର କଣ କରିବେ ନା ସେ ଅର୍ଥକୁ ପ୍ରଦାନ କରିବେ ପଠେଇବେ ଏଇ ଗୃହ ନିମନ୍ତେ। This will be a bigger church, not the small one. ଆଉ ଏଇ ପ୍ରକାର ଗୃହ ଏଇଟା ରହିବ ନାହିଁ, ଏଇଟା ଏକ ସୁନ୍ଦର ଗୃହରେ ପରିଣତ ହେବ। This will be a bigger church. Many people can come and sit in the ଆଉ church. ଏଇଟା ଏକ ଛୋଟିଆ ହେଇ ରହିବ ନାହିଁ, ଟିକେ ବଡ ହେବ, ଅନେକ ଲୋକ ଏଇ ଗୃହ ମଧ୍ୟକୁ ଆସିବେ। You have lot of facilities in the church. ଆପଣ ମାନଙ୍କ ମଣ୍ଡଳୀ ମଧ୍ୟରେ ଗୃହ ମଧ୍ୟରେ ଅନେକ ସୁବିଧା ପାଇବେ। All the church, whatever you need as a church, God will provide. ଆଉ ମଣ୍ଡଳୀ ଭାବରେ ଯାହା କିଛି ଆବଶ୍ୟକ କରିବ ସେ ସମସ୍ତ ବିଷୟ ପ୍ରଭୁ ଯୋଗାଇବେ। Lord, we are in agreement with your prayer. ଆଉ କଣ ମାନେ ପରମେଶ୍ୱରଙ୍କ ସହିତ ଆମମାନେ କଣ ହେବାର ଅଛି, ରାଜି ହେବାର ଅଛି ଆମମାନଙ୍କ ପ୍ରାର୍ଥନାରେ। We as pastors, we are in agreement with your prayer. ଆପଣ ମାନଙ୍କର ପ୍ରାର୍ଥନାରେ ପାଳକ ଭାବରେ ଆମମାନେ କଣ ହେବାର ଅଛି ନା ଆଉ ମାନେ ରାଜି ହେବାର ଆବଶ୍ୟକ God is ଅଛି। answering your prayer. ଆଉ ପରମେଶ୍ୱର ଆପଣ ମାନଙ୍କର ପ୍ରାର୍ଥନାର ଉତ୍ତର ସେ ଦଉଛନ୍ତି। And very soon you will receive your answers. ଆଉ ଅତି ଶୀଘ୍ର ଆପଣ ମାନେ ତାହାର ଉତ୍ତର ପାଇବେ। God bless this word. ଆଉ ଏହି ବାକ୍ୟ ଦେଇ ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। Hallelujah. ଆଉ ଆମେ ଶୁଣୁଥିଲୁ।